नमस्कार जय जगन्नाथ पिलामाने समस्तଙ୍କୁ ଆଜିର କ୍ଲାସ୍କୁ ମୁଁ ସ୍ୱାଗତ କରୁଛି। ତ ଆଜି ଆମେ ଆଲୋଚନା କରିବା ଆଉ କିଛି ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍ ଯେଉଁଟାକି ଆମ ସିପିଟିରେ ଆସୁଛି। ସିପିଟିରେ ଯେଉଁ କ୍ୱେଶ୍ଚିନ୍ ଆସୁଛି ତ ସେଇଟାର କିଛିଟା ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍ ଅଛି, ଆମେ ସେ ବିଷୟରେ ଜାଣିବା। ତ ଚାଲ ଡେରି ନ କରିକି ଆରମ୍ଭ କରିବା ଆଉ ଦେଖିବା ପ୍ରଥମ ପ୍ରଶ୍ନ କ'ଣ ଅଛି। ତ ପ୍ରଥମ ପ୍ରଶ୍ନ ଅଛି କି ବାସ୍ତବବାଦର ପ୍ରତିଷ୍ଠାତା କିଏ? ପୂର୍ବରୁ ମଧ୍ୟ ମୁଁ କ୍ଲାସିସିଜିମ୍ ବା କ୍ଲାସିକବାଦ ଆଉ ରୋମାଣ୍ଟିସିଜିମ୍ ତ ଅସ୍ତିତ୍ୱବାଦ ଏସବୁର ଆଲୋଚନା କରିସାରିଛି ସର୍ଟ କ୍ୱେଶ୍ଚିନ୍। ତ ଆଜିର ପ୍ରଥମ ପ୍ରଶ୍ନ ଆମର ଅଛି କି ବାସ୍ତବବାଦର ପ୍ରତିଷ୍ଠାତା କିଏ? ତ ବାସ୍ତବବାଦର ପ୍ରତିଷ୍ଠାତା ହେଉଛନ୍ତି ବାଲଜାକ୍ ପ୍ଲେବ୍ ବା ପ୍ଲେବତ୍। ବାଲଜାକ୍ ପ୍ଲେବ୍ ହେଉଛନ୍ତି ବାସ୍ତବବାଦର ପ୍ରତିଷ୍ଠାତା। ତାପରେ ପ୍ରଶ୍ନ ଅଛି ବାସ୍ତବବାଦର ଉତ୍ପତ୍ତି ସ୍ଥଳ କେଉଁଠି? ବାସ୍ତବବାଦର ଉତ୍ପତ୍ତି ସ୍ଥଳ ଇଂଲଣ୍ଡ ନା ଜର୍ମାନୀ ନା ଇଟାଲୀ ନା ଫ୍ରାନ୍ସ? ତ ବାସ୍ତବବାଦର ଉତ୍ପତ୍ତି ସ୍ଥଳ ହେଉଛି ଫ୍ରାନ୍ସ। ତାପରେ ପ୍ରଶ୍ନ ଅଛି କ'ଣ ଦେଖିବା। ତାପରେ ପ୍ରଶ୍ନ ଅଛି ବାସ୍ତବବାଦ ସମାଜର କେଉଁ ଶ୍ରେଣୀକୁ ଗୁରୁତ୍ୱ ଦେଇଥାଏ? ବାସ୍ତବବାଦ ସମାଜର କେଉଁ ଶ୍ରେଣୀକୁ ଗୁରୁତ୍ୱ ଦେଇଥାଏ? ମଧ୍ୟବିତ୍ତ ଶ୍ରେଣୀ ନା ରାଜନୈତିକ ଶ୍ରେଣୀ ନା ଧନିକ ଶ୍ରେଣୀ ନା ନିମ୍ନ ଶ୍ରେଣୀ? ତାର ଆନ୍ସରଟି ହେଉଛି ନିମ୍ନ ଶ୍ରେଣୀକୁ ବାସ୍ତବବାଦ ଗୁରୁତ୍ୱ ଦେଇଥାଏ। ତାପରେ ପ୍ରଶ୍ନ ଅଛି ସ୍ପୁନ୍ ରାଇଫ୍ ଆନ୍ଥୋଲୋଜି କେଉଁ ପ୍ରକାର କାବ୍ୟର ସଂକଳନ? ତ କେଉଁ ପ୍ରକାର କଳ୍ପନା ପ୍ରସ୍ତୁତ ନା ସାମାଜିକ ଚେତନାମୂଳକ ନା ବାସ୍ତବ ଧର୍ମୀ ନା ଐତିହାସିକ ଧର୍ମ? ତ ଏଇଟା କେଉଁ ପ୍ରକାରର ଗୋଟେ କାବ୍ୟ ସଂକଳନ ନା ବାସ୍ତବ ଧର୍ମୀ ଗୋଟିଏ କାବ୍ୟ ସଂକଳନ ହେଉଛି ସ୍ପୁନ୍ ରାଇଫ୍ ଆନ୍ଥୋଲୋଜି। ତାପରେ ପ୍ରଶ୍ନ ଅଛି ବାସ୍ତବବାଦୀ ସାହିତ୍ୟ କାହାକୁ କୁହାଯାଏ? ତ ଆମେ ଜାଣିବା କେମିତି କି ଏଇଟା ଗୋଟେ ବାସ୍ତବବାଦୀ ସାହିତ୍ୟ ବୋଲି? ବିଷୟବସ୍ତୁର ଉପସ୍ଥାପନା ଯୋଗୁଁ ନା ପ୍ରକୃତ ବିଷୟବସ୍ତୁର ଯଥାଯଥ ଉପସ୍ଥାପନା ଯୋଗୁଁ ନା ପ୍ରକୃତ ଜଗତର ଉପସ୍ଥାପନା ଯୋଗୁଁ ନା କେଉଁଟି ନୁହେଁ? ତ ଆଙ୍କ ଭିତରୁ ଆମେ ଜାଣିବା କେମିତି କି ବାସ୍ତବବାଦୀ ସାହିତ୍ୟ କେଉଁଟା? ତାର ଆନ୍ସରଟି ହେଉଛି ପ୍ରକୃତ ବିଷୟବସ୍ତୁର ଯଥାଯଥ ଉପସ୍ଥାପନା ହେଲେ ଆମେ ଜାଣିବା କି ଏଇଟା ହେଉଛି ଗୋଟେ ବାସ୍ତବବାଦୀ ସାହିତ୍ୟ। ତାପରେ ପ୍ରଶ୍ନ ଅଛି ରୀତି ଯୁଗର ଶେଷ କବି କିଏ? ତ ରୀତି ଯୁଗର ଶେଷ କବି କିଏ? ଭୀମ ଭୋଇ ନା ବ୍ରଜନାଥ ବଡ଼ଜେନା ନା ଗୋପାଳକୃଷ୍ଣ ପଟ୍ଟନାୟକ ନା କବି ସୂର୍ଯ୍ୟ ବଳଦେବ ରଥ? ତାର ଆନ୍ସରଟି ହେଉଛି ଭୀମ ଭୋଇ ହେଉଛନ୍ତି ରୀତି ଯୁଗର ଶେଷ କବି। ତାପରେ ପ୍ରଶ୍ନ ଅଛି ଦେଖିବା ଭୀମ ଭୋଇ କେଉଁ ଧର୍ମ ପ୍ରଚାର କରିଥିଲେ? ତ ଭୀମ ଭୋଇ କେଉଁ ଧର୍ମ ପ୍ରଚାର କରିଥିଲେ? ଶାକ୍ତ ଧର୍ମ ନା ସତ୍ୟ ମହିମା ଧର୍ମ ନା ବୌଦ୍ଧ ଧର୍ମ ନା ଶୈବ ଧର୍ମ? ତ ଭୀମ ଭୋଇ ସତ୍ୟ ମହିମା ଧର୍ମକୁ ପ୍ରଚାର କରିଥିଲେ। ତାପରେ ପ୍ରଶ୍ନ ଅଛି ସ୍ତୁତି ଚିନ୍ତାମଣିରେ କେଉଁ ଧର୍ମ ପ୍ରଚାର କରାଯାଇଛି? ତ ସ୍ତୁତି ଚିନ୍ତାମଣିରେ ଶାକ୍ତ ଧର୍ମ ନା ମହିମା ଧର୍ମ ନା ବୌଦ୍ଧ ଧର୍ମ ନା ଶୈବ ଧର୍ମ ବିଷୟରେ ବର୍ଣ୍ଣନା କରାଯାଇଛି? ତ ସ୍ତୁତି ଚିନ୍ତାମଣିରେ ମହିମା ଧର୍ମ ବିଷୟରେ ବର୍ଣ୍ଣନା କରାଯାଇଛି। ତାପରେ ପ୍ରଶ୍ନ ଅଛି କିଏ ପ୍ରଥମେ ଭୀମ ଭୋଇଙ୍କର ଜୀବନୀ ସଂଗ୍ରହ କରିଥିଲେ? ତ ପ୍ରଥମେ କିଏ ଭୀମ ଭୋଇଙ୍କର ଜୀବନୀ ସଂଗ୍ରହ କରିଥିଲେ? ଗଜପତିର ପୁରୁଷୋତ୍ତମ ଦେବ ନା ଗଜପତି ଦିବ୍ୟସିଂହ ଦେବ ନା କୃଷ୍ଣଚନ୍ଦ୍ର ଦେବ ନା ସୋନପୁର ରାଜା ବୀର ମିତ୍ରଜୟ ସିଂହ ଦେବ? ତାର ଆନ୍ସରଟି ହେଉଛି ସୋନପୁରର ରାଜା ବୀର ମିତ୍ରଜୟ ସିଂହ ଦେବ, ଯିଏକି ଭୀମ ଭୋଇଙ୍କର ଜୀବନୀ ପ୍ରଥମେ ସଂଗ୍ରହ କରିଥିଲେ। ତାପରେ ପ୍ରଶ୍ନ ଅଛି କେଉଁ ଗ୍ରନ୍ଥରେ ଭୀମ ଭୋଇଙ୍କ ଜୀବନୀ ସମ୍ପର୍କରେ କୁହାଯାଇଛି? କେଉଁ ଗ୍ରନ୍ଥରେ ଭୀମ ଭୋଇଙ୍କ ଜୀବନୀ ସମ୍ପର୍କରେ କୁହାଯାଇଛି? ଦାଢ଼ତ୍ୟ ଭକ୍ତି ନା ନିବେଦ ସାଧନା ନା ସିଦ୍ଧ ଚନ୍ଦ୍ରିକା ନା ସ୍ତୁତି ଚିନ୍ତାମଣି? ତ କେଉଁଥିରେ କୁହାଯାଇଛି ନା ସିଦ୍ଧ ଚନ୍ଦ୍ରିକା ଗ୍ରନ୍ଥରେ ଭୀମ ଭୋଇଙ୍କର ଜୀବନୀ ସମ୍ପର୍କରେ କୁହାଯାଇଛି। ତାପରେ ପ୍ରଶ୍ନ ଅଛି ସିଦ୍ଧ ଚନ୍ଦ୍ରିକା ଗ୍ରନ୍ଥର ରଚୟିତା କିଏ? ସିଦ୍ଧ ଚନ୍ଦ୍ରିକା ଗ୍ରନ୍ଥର ରଚୟିତା କିଏ? ଶ୍ରୀଧର ନା ଚନ୍ଦ୍ରଶେଖର ନା ଦୀନକୃଷ୍ଣ ନା ଲୋକନାଥ ବିଦ୍ୟାଧର? ତାର ଆନ୍ସରଟି ହେଉଛି ଶ୍ରୀଧର ହେଉଛନ୍ତି ସିଦ୍ଧ ଚନ୍ଦ୍ରିକା ଗ୍ରନ୍ଥର ରଚୟିତା। ତାପରେ ପ୍ରଶ୍ନ ଅଛି 1855 ମସିହାରେ କେଉଁଠାରେ ଭୀମ ଭୋଇ ଏକ ଦରିଦ୍ର କନ୍ଧ ପରିବାରରେ ଜନ୍ମଗ୍ରହଣ କରିଥିଲେ? ତ ଭୀମ ଭୋଇ କେଉଁଠି ଏକ ଦରିଦ୍ର ପରିବାରରେ ଜନ୍ମଗ୍ରହଣ କରିଥିଲେ? ନା ରେଢ଼ାଖୋଲଠାରେ। ତାପରେ ପ୍ରଶ୍ନ ଅଛି ନିର୍ବେଦ ସାଧନାର ରଚୟିତା କିଏ? ନିର୍ବେଦ ସାଧନାର ରଚୟିତା କିଏ? ଲୋକନାଥ ବିଦ୍ୟାଧର ନା କବି ସୂର୍ଯ୍ୟ ବଳଦେବ ରଥ ନା ଭୀମ ଭୋଇ ନା ଶ୍ରୀଧର ଦାସ? ନହେଲେ ଶ୍ରୀଧର ଦାସ ଜଣେ ଅଛନ୍ତି ଆଉ ଶ୍ରୀଧର ଦ୍ୱିଜ ଜଣେ ଅଛନ୍ତି, ଠିକ୍ ଅଛି।
ତ ନିର୍ବେଦ ସାଧନାର ରଚୟିତା ହେଉଛନ୍ତି କିଏ ନା ଭୀମ ଭୋଇ। ତାପରେ ପ୍ରଶ୍ନ ଅଛି ସ୍ତୁତି ନିଷେଧ ଗୀତାର ରଚୟିତା କିଏ? ବିଶ୍ୱନାଥ କବିରାଜ ନା ବଳଦେବ ରଥ ନା ଭୀମ ଭୋଇ ନା ଶ୍ରୀଧର। ତ ସ୍ତୁତି ନିଷେଧ ଗୀତାର ରଚୟିତା ହେଉଛନ୍ତି ଭୀମ ଭୋଇ। ତାପରେ ପ୍ରଶ୍ନ ବ୍ରହ୍ମ ନିରୂପଣ ଗୀତାର ରଚୟିତା କିଏ? ବ୍ରହ୍ମ ନିରୂପଣ ଗୀତାର ରଚୟିତା ହେଉଛନ୍ତି ଶ୍ରୀଧର ନା ଜୟଦେବ ନା ଉପେନ୍ଦ୍ର ଭଞ୍ଜ ନା ଭୀମ ଭୋଇ। ତ ବ୍ରହ୍ମ ନିରୂପଣ ଗୀତାର ରଚୟିତା ହେଉଛନ୍ତି କିଏ ନା ଭୀମ ଭୋଇ। ତାପରେ ପ୍ରଶ୍ନ ଅଛି ଢେଙ୍କାନାଳର ଜୋରନ୍ଦା ପୀଠ କେଉଁ ଧର୍ମ ପ୍ରଚାର କରିଥାଏ? ତ ଢେଙ୍କାନାଳରେ ଯେଉଁ ଜୋରନ୍ଦା ପୀଠ ଅଛି ସେଠାରେ କେଉଁ ଧର୍ମ ପ୍ରଚାର କରିଥାଏ? ନା ମହିମା ଧର୍ମ ସେଠାରେ ପ୍ରଚାର କରାଯାଇଥାଏ। ତାପରେ ପ୍ରଶ୍ନ ଅଛି କ'ଣ ନା ରାଧାନାଥ ରାୟଙ୍କର ଉତ୍ପାଧି କ'ଣ? ତ ସମସ୍ତେ ଜାଣିଛ କି ରାଧାନାଥ ରାୟଙ୍କର ଉତ୍ପାଧି ହେଉଛି କବିବର। କବିବର ରାଧାନାଥ ରାୟ। ତାପରେ ପ୍ରଶ୍ନ ଅଛି ଓଡ଼ିଆ ଆଧୁନିକ ସାହିତ୍ୟର ଯୁଗସ୍ରଷ୍ଟା କିଏ? ଓଡ଼ିଆ ଆଧୁନିକ ସାହିତ୍ୟର ଯୁଗସ୍ରଷ୍ଟା ହେଉଛନ୍ତି ରାଧାନାଥ। ରାଧାନାଥ ରାୟ ହେଉଛନ୍ତି ଆଧୁନିକ ସାହିତ୍ୟର ଯୁଗସ୍ରଷ୍ଟା। ତ ପିଲାମାନେ ଟିକେ ମୋର ମାନେ ଦେହ ଅସୁସ୍ଥ ଥିବାରୁ ଦେହ ଭଲ ନଥିବାରୁ ମୁଁ ଭିଡ଼ିଓ ଆଣିପାରୁନି ତମମାନଙ୍କ ପାଇଁ। ବହୁତ ମାନେ ଦୁଃଖ ଲାଗୁଛି କାହିଁକିନା ଗୋଟେ ଦିନରେ 2-3ଟା ଭିଡ଼ିଓ ଆଣା ହେଉଥିଲା। ତମମାନେ ସେଥିରୁ ପଢ଼ୁଥିଲ, ବହୁତ ପିଲା ମଧ୍ୟ ମେସେଜ୍ କରୁଥିଲ କି ତାପରେ ଭିଡ଼ିଓ ଯେଉଁ ଭିଡ଼ିଓଟା ଅପଲୋଡ଼ ହେଲା ପରେ ଯଦି ତାପରେ ଭିଡ଼ିଓଟା ନ ଆସିଥିବ ସାଙ୍ଗେ ସାଙ୍ଗେ ତମମାନଙ୍କର ମେସେଜ୍ ଆସିଯାଉଥିଲା କି ତାପରେ ଭିଡ଼ିଓ ଆଣନ୍ତୁ ମ୍ୟାମ୍ କି ଦିଦି ତାପରେ ଭିଡ଼ିଓ ଅପଲୋଡ଼ କରନ୍ତୁ। ତ ଯେହେତୁ ମୋର ଟିକେ ଦେହ ଖରାପ ସେଥିପାଇଁ ମୁଁ ଅପଲୋଡ଼ କରିପାରୁନି ଭିଡ଼ିଓ। ଗୋଟେ ଦିନରେ ବହୁତ ଟ୍ରାଏ କରିକି ଗୋଟେ ଭିଡ଼ିଓ ହିଁ ଅପଲୋଡ଼ କରୁଛି ତମମାନଙ୍କ ପାଇଁ। ତ ମୁଁ ବହୁତ ଜଲ୍ଦି ତମମାନଙ୍କର ଅପଲୋଡ଼ କରିଦେବି ଯାହା ବି ତମ ଦରକାର। ଆଉ କିନ୍ତୁ ତମର ତ ସବୁ କୋର୍ସ ସରିଗଲାଣି ଯେତେ ବି ତମର ଅଛି ସିଲାବସ୍ ଅନୁଯାୟୀ। ବାକି ଯଦି ଆଉ କିଛି ରହିଯାଇଥିବ ମୋତେ ମେସେଜ୍ କର, କମେଣ୍ଟ କର, ମୁଁ ନିହାତି ତା'ର ଭିଡ଼ିଓ ଅପଲୋଡ଼ କରିବି। ଆଉ ଟିକେ ଗୋଟେ ଦିନରେ ଯେମିତି ଆମର 5-6ଟା କି 4-5ଟା ଭିଡ଼ିଓ ଅପଲୋଡ଼ ହେଉଥିଲା ସେମିତି ହେଇପାରୁନି। ସେଥିପାଇଁ ମୁଁ ବହୁତ ଦୁଃଖିତ କାହିଁକିନା ଯେହେତୁ ଦେହ ଖରାପ ତ କରିପାରୁନି। ଗୋଟେ ଭିଡ଼ିଓ ହିଁ ଟ୍ରାଏ କରୁଛି ତମମାନଙ୍କ ପାଇଁ। ଠିକ୍ ଅଛି, ମୋତେ କମେଣ୍ଟ କର ତମର ଯେଉଁଟା ଦରକାର, ମୁଁ ନିହାତି ଭାବରେ ସେଇଟା କରିବା ପାଇଁ ଟ୍ରାଏ କରିବି ସେଇ କ୍ଲାସ୍ଟି। ତ ଆମେ ଜାଣିଲେ କି ଆଧୁନିକ ଓଡ଼ିଆ ସାହିତ୍ୟର ଯୁଗସ୍ରଷ୍ଟା କିଏ? ଆଧୁନିକ ଓଡ଼ିଆ ସାହିତ୍ୟର ଯୁଗସ୍ରଷ୍ଟା ହେଉଛନ୍ତି ରାଧାନାଥ ରାୟ। ତାପରେ ପ୍ରଶ୍ନ କ'ଣ ଅଛି ଦେଖିବା। ତାପରେ ପ୍ରଶ୍ନ ଅଛି କବିବର ରାଧାନାଥ କେଉଁ ମସିହାରେ ଜନ୍ମଗ୍ରହଣ କରିଥିଲେ? କେଉଁ ମସିହାରେ ସେ ଜନ୍ମଗ୍ରହଣ କରିଥିଲେ? ନା 1848 ମସିହାରେ ସେ ବାଲେଶ୍ୱର ଜିଲ୍ଲାର କେଦାରପୁର ଠାରେ ଜନ୍ମଗ୍ରହଣ କରିଥିଲେ। ତାପରେ ପ୍ରଶ୍ନ ତମର ଅଛି କବିବର ରାଧାନାଥ ବାଲେଶ୍ୱର ଜିଲ୍ଲାର କେଉଁ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ? ଏଇଟା ଯେଉଁଟାକି ମୁଁ କହିଦେଲି କି ସେ କେଉଁ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ ବୋଲି। ବାଲେଶ୍ୱର ଜିଲ୍ଲାର କେଦାରପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ 1848 ମସିହାରେ। ତାପରେ ତାଙ୍କର ପିତାଙ୍କ ନାମ କ'ଣ? ତାଙ୍କ ପିତାଙ୍କ ନାମ କ'ଣ? ନା ସୁନ୍ଦର ନାରାୟଣ ରାୟ ହେଉଛନ୍ତି ତାଙ୍କର ପିତା। ତାପରେ ପ୍ରଶ୍ନ ଅଛି ରାଧାନାଥ ରାୟ କେବେ ତାଙ୍କ ଜିଲ୍ଲା ସ୍କୁଲରେ ଅଧ୍ୟୟନ କରୁଥିଲେ? ସେ କେବେ ତାଙ୍କର ବାଲେଶ୍ୱର ଯେଉଁ ଜିଲ୍ଲା ସ୍କୁଲ ଅଛି ସେଠି ଅଧ୍ୟୟନ କରୁଥିଲେ? ନା 1858 ଖ୍ରୀଷ୍ଟାବ୍ଦରେ। ଯେହେତୁ 1848 ତାଙ୍କ ଜନ୍ମ ଥିଲା, 1848 ଜନ୍ମ, ତ 58ରେ ସେ ତାଙ୍କ ଜିଲ୍ଲା ସ୍କୁଲରେ ଅଧ୍ୟୟନ କରୁଥିଲେ। ତାପରେ ପ୍ରଶ୍ନ ଅଛି ସେ କେବେ ପ୍ରବେଶିକା ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିଲେ? ତ ସେ 1863ରେ ତାଙ୍କର ଯେଉଁ ପ୍ରବେଶିକା ପରୀକ୍ଷା ଅଛି ସେଥିରେ ସେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିଲେ। ତାପରେ ପ୍ରଶ୍ନ ଅଛି କେବେ ରାଧାନାଥ ବାଲେଶ୍ୱର ଜିଲ୍ଲା ସ୍କୁଲରେ ଶିକ୍ଷକତା କରିଥିଲେ? ସବୁ ବହୁତ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ୍। କେବେ ସେ ଶିକ୍ଷକତା କରିଥିଲେ, କେବେ ସେ ପ୍ରବେଶିକା ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ଆସିଥିଲେ ତମମାନଙ୍କ ପାଇଁ। ତ ଟିକେ ସେ ମସିହାକୁ ଭଲ ଭାବରେ ଜାଣିଦେବ। ତ ସେ କେବେ ବାଲେଶ୍ୱର ଜିଲ୍ଲା ସ୍କୁଲରେ ଶିକ୍ଷକତା କରିଥିଲେ? ନା 1864ରେ ବାଲେଶ୍ୱର ଜିଲ୍ଲା ସ୍କୁଲରେ ସେ ଶିକ୍ଷକତା କରିଥିଲେ। ତାପରେ ପ୍ରଶ୍ନ ଅଛି ରାଧାନାଥ କେବେ ବାଲେଶ୍ୱର ଜିଲ୍ଲାରେ ଡେପୁଟି ଇନ୍ସପେକ୍ଟର ରୂପେ ନିଯୁକ୍ତି ପାଇଲେ? ତ ସେ ଡେପୁଟି ଇନ୍ସପେକ୍ଟର ଭାବରେ ଯେତେବେଳେ ନିଯୁକ୍ତି ପାଇଲେ ସେତେବେଳେ କେଉଁ ମସିହା ଥିଲା? ନା କେଉଁ ମସିହାରେ ସେ ପାଇଥିଲେ ଡେପୁଟି ଇନ୍ସପେକ୍ଟର? ତ 1873 ନା 77 ନା 88 ନା 1873 ନା 77 ନା 78 ନା 72। କେବେ ସେ ପାଇଥିଲେ? ନା 1872ରେ ସେ ଡେପୁଟି ଇନ୍ସପେକ୍ଟର ରୂପେ ନିଯୁକ୍ତି ପାଇଥିଲେ। ତାପରେ ପ୍ରଶ୍ନ ଅଛି ରାଧାନାଥ କେବେ ଓଡ଼ିଶାର ସ୍କୁଲ ସମୂହରେ ଇନ୍ସପେକ୍ଟର ହେଲେ? ତ ସେ ପୁଣି କେବେ ସ୍କୁଲ ସମୂହରେ ଇନ୍ସପେକ୍ଟର ହେଲେ? ନା 1892ରେ। 1892ରେ। ଟୋଟାଲ ରାଧାନାଥଙ୍କ ବିଷୟରେ ପଢ଼ିଦେବ। ଓଡ଼ିଆ ତ ଇତିହାସରେ ଅଛି, ତୁମେ ସବୁକିଛି ତାଙ୍କର ଯାହା ବି କ୍ୱେଶ୍ଚନ୍ ଆସିବ ସେଥିରୁ ଆଟେଣ୍ଡ କରିପାରିବ। ତାପରେ ପ୍ରଶ୍ନ ଅଛି
କେଉଁ ମସିହା ଏପ୍ରିଲ 16 ତାରିଖରେ ରାଧାନାଥ ମୃତ୍ୟୁବରଣ କରିଥିଲେ? ତ ସେ କେବେ ମୃତ୍ୟୁବରଣ କରିଥିଲେ? ନା 1908ରେ ସେ ମୃତ୍ୟୁବରଣ କରିଥିଲେ। ତାପରେ ପ୍ରଶ୍ନ ଅଛି କ'ଣ ନା 1873 ମସିହାରେ କବିବର ରାଧାନାଥ କ'ଣ ଲେଖିଥିଲେ? ତ ସେ କ'ଣ ଲେଖିଥିଲେ 1873 ମସିହାରେ? ବିବେକୀ ପ୍ରବନ୍ଧ ଲେଖିଥିଲେ 1873 ମସିହାରେ, ଯେଉଁଟାକି ରାଧାନାଥ ରାୟଙ୍କର ପ୍ରଥମ ପ୍ରବନ୍ଧ। ଆଉ ଓଡ଼ିଆ ସାହିତ୍ୟର ମଧ୍ୟ ପ୍ରଥମ ପ୍ରବନ୍ଧ କହିଲେ ଆମେ ବିବେକକୁ ହିଁ ବୁଝଉଛେ। ତାପରେ ପ୍ରଶ୍ନ ଅଛି ଖଣ୍ଡକାବ୍ୟ ଚିଲିକାକୁ ରାଧାନାଥ ରାୟ କେବେ ରଚନା କରିଥିଲେ? ତ ଚିଲିକାକୁ ସେ 1891ରେ ରଚନା କରିଥିଲେ। ତାପରେ ପ୍ରଶ୍ନ 1893-94ରେ ଇନ୍ଦ୍ରଧନୁ ଓ ବିଜୁଳିର ସଂଘର୍ଷରେ ରାଧାନାଥଙ୍କ ପ୍ରତିଭାର କ'ଣ ଘଟିଲା? ଯେଉଁ ଇନ୍ଦ୍ରଧନୁ ଓ ବିଜୁଳିର ସଂଘର୍ଷ ହୋଇଥିଲା ସେଥିରେ ରାଧାନାଥଙ୍କ ପ୍ରତିଭାର କ'ଣ ଘଟିଥିଲା ବୋଲି କୁହାଯାଉଛି? ତାର ଆନ୍ସରଟି ହେବ ବିପର୍ଯ୍ୟୟ ହିଁ ଘଟିଥିଲା। କବିବର ରାଧାନାଥଙ୍କର ଶ୍ରେଷ୍ଠ କୃତି କ'ଣ? ତାଙ୍କର ଶ୍ରେଷ୍ଠ କୃତି ହେଉଛି ମହାଯାତ୍ରା। ମହାଯାତ୍ରା ହେଉଛି ତାଙ୍କର ଶ୍ରେଷ୍ଠ କୃତି। ତ ପିଲାମାନେ ମହାଯାତ୍ରାଟା ତାଙ୍କର କେଉଁ ଛନ୍ଦରେ ରଚିତ ସେଇଟା ନିହାତି ଭାବରେ କମେଣ୍ଟ ବକ୍ସରେ କମେଣ୍ଟ କରିବ କି ମହାଯାତ୍ରା ରାଧାନାଥ ରାୟଙ୍କର କେଉଁ ଛନ୍ଦରେ ରଚିତ। ଆଜିର କ୍ଲାସ୍ଟି ତୁମମାନଙ୍କୁ ଯଦି ଭଲ ଲାଗିଥିବ ଗୋଟେ ଲାଇକ୍ କରିବା ସହିତ ନିଜ ସାଙ୍ଗମାନଙ୍କୁ ସେୟାର କରିଦେବ, କାହିଁକିନା ଆଜିର କ୍ଲାସ୍ରେ କିଛିଟା ଇମ୍ପୋର୍ଟାଣ୍ଟ କୋଶ୍ଚିନ୍ ଥିଲା ଯେଉଁଟାକି ତୁମର ଓଡ଼ିଆରେ ଯେଉଁମାନେ ପିଜି କରିବୁଛ ପିଜି କରିବାକୁ ଚାହୁଁଛ ଏବେଠୁ କ୍ଲାସ୍ କରୁଛ ତ ସେମାନଙ୍କ ପାଇଁ ବହୁତ ଇମ୍ପୋର୍ଟାଣ୍ଟ କୋଶ୍ଚିନ୍ ଥିଲା।